ଆରାମ ଦାସର ପରିବାର ନବରଙ୍ଗପୁରରେ ବାସ କରୁଥିଲେ। ଆରାମ ଦାସର ନାମରେ ଯେପରି ଆରାମ ଥିଲା, ସେଭଳି ସେ ବି ଆରାମ କରିବାକୁ ଭଲ ପାଉଥିଲା। ସେ ଖାଲି ଘରେ ଶୋଇକି ରହୁଥିଲା। ଗାଁରେ ସମସ୍ତେ ତାକୁ ଅଳସୁଆ କହୁଥିଲେ, ହେଲେ ସେ କାହାରି କଥାକୁ ବି ଖାତିର କରୁନଥିଲା। ସେ ଖାଲି ଶୋଇ ରହିବାକୁ ଚାହୁଁଥିଲା। ଏହା ଦେଖି ତା ସ୍ତ୍ରୀ ମଧ୍ୟ ବିରକ୍ତ ହେଉଥିଲେ। ତାରି ଘର ପାଖରେ ତାର ବଡ଼ ଭାଇ ଚରମ ଦାସର ଘର ଥିଲା। ତା ପାଖରେ ଧନ ଥିଲା, କିନ୍ତୁ ସେ ବହୁତ ଲୋଭୀ ଥିଲା। ସେ କାହାକୁ ବି ସାହାଯ୍ୟ କରୁନଥିଲା। ସେ ସମସ୍ତଙ୍କୁ ନୀଚ ଦେଖେଇ କହୁଥିଲା। ସେ ସବୁବେଳେ ଆରାମ ଦାସର ଘରକୁ ଯାଇ ତାକୁ ନୀଚ ଦେଖାଉଥିଲା। ଚରମ ଦାସର ସ୍ତ୍ରୀ ମଧ୍ୟ ଠିକ୍ ତାପରି ଅହଙ୍କାରୀ ଥିଲା। ଆରେ ଶାନ୍ତି, ଚାହା ଆଣ, ମୋର ବାହାରେ କାମ ଅଛି। ହଁ, ଏମିତି କି କାମ ଅଛି ବା ତୁମର? ଏତେ ତରବର ହଉଛ? ଆରେ ମୁଁ ଟିକେ ଆରାମ ଦାସର ଘରକୁ ଯାଇଥାନ୍ତି। କେବେଠୁ ଯାଇନି ଯେ ମନଟା ଭଲ ଲାଗୁନି। ହଁ, ଯାଅ, ସେ ଅଳସୁଆର ଟିକେ ଖବର ଆଣିବ। ମୁଁ ଟିକେ ଶୁଣିବି, ମତେ ବି ଭଲ ଲାଗିବ। ଏମିତି କହି ଚରମ ଦାସ ଆରାମ ଦାସର ଘରକୁ ଯାଏ। ଆରାମ ଦାସର ସ୍ତ୍ରୀ ତାରା ଘରେ ନଥାଏ। ଆରାମ ଦାସ ଖଟରେ ଆରାମରେ ଶୋଇଥାଏ। ଆରେ ଆରାମ, କୁଆଡେ ଗଲୁ? ଏ ଘରେ କିଏ ଅଛ ନା ନାହିଁ ବା? କିଏ? ଆରେ ଭାଇ, ତୁମେ କେତେବେଳେ ଆସିଲ? ଆସ। ଓହୋ, କି ନିଦ! ହଇରେ, ଏବେ ଯାଏଁ ଶୋଇଛୁ? ଦେହ ଭଲ ନାହିଁ କି? ନାଇଁ ମୋ ଭାଇ, ଏମିତି ଏକା ଟିକେ ଶୋଇଥିଲି। କଣ କାମ ଥିଲା କି ଭାଇ? ଏତେ ସକାଳୁ ଆସିଛ? ଆରେ ନାଇଁ ବା, କୋଉ ଦିନଠୁ ଆସିନି ତ, ସେଥିପାଇଁ। ଆଉ ବୋହୂ ମା ନାହାନ୍ତି ବୋଧେ? ରୋଷେଇ କରିନଥିବେ ବୋଧେ? ରାସନ ଥିଲେ ତ ରୋଷେଇ କରିବେ। ତୋ ଭାଉଜ ତ ଆଜି ମାଛ ତରକାରୀ କରିଛି, ଆଣିଥାନ୍ତି ଯେ, ହେଲେ ତୋର କଣ ମାଛ ଖାଇବାର କ୍ଷମତା ଅଛି? ଚରମ ଦାସ ଏମିତି କହୁଥିବା ସମୟରେ ତାରା ଆସି ଠିଆ ହୋଇ ଶୁଣୁଥାଏ। ତାରାକୁ ଦେଖି ଚରମ ଦାସ କହିଲା, ଆରାମରେ ତୁ ଆରାମ କର, ମୁଁ ଆସୁଛି ହେଲା। ହଉ ଭାଇ, ତୁମେ ଆସିବ ଆଉ କେବେ। ଚରମ ଦାସ ସେଠାରୁ ପଳାଏ। ଆରାମ ଦାସର ସ୍ତ୍ରୀ ତାରା କୁହେ, ଆରେ ତୁମେ ଏଯାଏଁ ଶୋଇଛ? ତୁମକୁ କେତେ ବୁଝେଇବି କେଜାଣି? ଗାଁର ଲୋକମାନେ କିଛି ନା କିଛି କାମ କରନ୍ତି, ହେଲେ ତୁମେ ଛାଡ଼, ତୁମକୁ କହିବାଟା ହିଁ ଭୁଲ। ଭାଇ ଆସିଥିଲା, ତୁମ କଥା ପଚାରୁଥିଲା। ହଁ, ମୁଁ ଜାଣେ ତୁମ ଭାଇ କଥା। ଯେତେବେଳେ ଆସିଲେ ବି ଖାଲି ଅପମାନ କରନ୍ତି। ତୁମକୁ ତ କିଛି ଫରକ ପଡେନି। କେମିତି ଶୁଣୁଛ ଏତେ ସବୁ କଥା? ନିଜ ଭାଇ ଯଦି ଏମିତି କହିପାରୁଛି, ଆଉ କାହାକୁ କଣ କହିବ? ଓହୋ ତାରା, ସକାଳୁ ଆଉ ତୁମେ ଏମିତି ହୁଅନି। ମୁଁ କଣ କରିବି? ମତେ ତ ଖାଲି ଥକା ଲାଗୁଛି। ମୁଁ ଟିକେ କାମ କଲେ ମତେ ଖାଲି ଆରାମ କରିବାକୁ ଇଚ୍ଛା ହଉଛି। ହଁ, ମୁଁ ଜାଣେ ତୁମ କଥା, ହେଲେ ଆଜି ଆଉ ସେ କାମ ଚଳିବନି। ତୁମକୁ ଆଜି ଯାଇ କ୍ଷେତରେ କାମ କରିବାକୁ ପଡିବ, ନହେଲେ ତୁମର ଆଜି ଖାଇବା ବନ୍ଦ। ଆରାମ ଦାସ ପାଖରେ ଆଉ କିଛି ଉପାୟ ନଥିଲା କ୍ଷେତକୁ ଯିବା ଛଡା। ତାର ଇଚ୍ଛା ନଥିବା ସତ୍ତ୍ୱେ ସେ କ୍ଷେତକୁ ବାହାରିଲା। ଆଉ ସେ କ୍ଷେତରେ ଟିକେ କାମ କଲା, ଆଉ ଥକି ଯାଇ ଗୋଟେ ଗଛର ଛାଇରେ ବସିଲା। ଆରେ ମୁଁ ତ ବେଶୀ କାମ ବି କରିନି, ଆଉ ମତେ ଥକା ଲାଗିଲାଣି। ଆଉ କାମ ନ କଲେ ତାରା ଖାଇବାକୁ ବି ଦବନି। ଓହୋ, ଆଉ କରି ହବନି, ମତେ ନିଦ ଆସିଲାଣି। ଠିକ୍ ସେହି ସମୟରେ ଗୋଟିଏ ସାଧୁ ବାବା ଆସିଲେ। ଆରାମ ଦାସକୁ କହିଲେ, ଆରେ ପୁଅ, ତୋ ପାଖରେ ଯଦି କିଛି ଖାଇବା ଅଛି ମତେ ଦେଇପାରିବୁ? ମତେ ବହୁତ ଜୋରରେ ଭୋକ ଲାଗୁଛି। ମତେ କ୍ଷମା କରନ୍ତୁ ବାବା, ମୋ ପାଖରେ କିଛି ବି ଖାଇବା ପାଇଁ ନାହିଁ। ଆଉ ଏପର୍ଯ୍ୟନ୍ତ ମୁଁ ବି କିଛି ଖାଇନି, ଆଉ ଆପଣଙ୍କୁ କେମିତି ଦେବି? ହେଲେ ତୁମେ ଏପର୍ଯ୍ୟନ୍ତ କଣ ପାଇଁ ଖାଇନ? ଆଜ୍ଞା, ମୁଁ ସ୍ୱଭାବରେ ଟିକେ ଅଳସୁଆ ଏବଂ ମୁଁ ଟିକେ କାମ କଲେ ଥକିଯାଏ। ସେଥିପାଇଁ ମତେ କାମ କରିବାକୁ ଇଚ୍ଛା ହୁଏନି। ଆଜି ମୋ ସ୍ତ୍ରୀ ମତେ କାମ କରିବାକୁ କହିଛି, ନହେଲେ ସେ ମତେ ଖାଇବାକୁ ଦବନି। ଏହା ତ ବହୁତ ଦୁଃଖର କଥା ପୁଅ। ଯଦି ତୁମେ ଗୋଟେ କାମ କରିବ, ତୁମ କ୍ଷେତରେ ସୁନା ଧାନ ଫଳିବ। କଣ ସାଧୁ ବାବା? ତୁମେ ଯଦି ଗୋଟିଏ ମାସରେ ତୁମର 4ଟି ଯାକ କ୍ଷେତରେ ଫସଲ କରିବ, ତାହେଲେ ତୁମର ଗୋଟିଏ କ୍ଷେତରେ ଗୋଟିଏ ସୁନା ଧାନ ଫଳିବ। ଏମିତି ତୁମର 4ଟି କ୍ଷେତରେ 4ଟି ସୁନା ଧାନ ଫଳିବ। ତା ପର ବର୍ଷରେ 8ଟି ସୁନା ଧାନ ଫଳିବ। ଏମିତି ହୋଇ ଧାନ ବଢିବାକୁ ଲାଗିବ। ଏହାକୁ କାହାକୁ କହିବନି। ସୁନା ଧାନ ଏମିତି ଯଦି ଫଳିବ ତ ମୁଁ ଧନୀ ହୋଇଯିବି। ତାପରେ ମତେ ଆଉ କାମ କରିବାକୁ ପଡିବନି, ଆଉ ମୁଁ ଆରାମରେ ଶୋଇବି। ମୁଁ ନିଶ୍ଚୟ କରିବି ସାଧୁ ବାବା।
ଆରାମ ଦାସ ସାଧୁ ବାବାଙ୍କଠୁ ବିଦାୟ ନେଇ ଘରକୁ ଗଲା ଆଉ ତା ସ୍ତ୍ରୀକୁ ସବୁ କଥା କହିଲା। ସେମାନେ ଦୁଇ ଜଣ ଯେତେବେଳେ କଥା ହେଉଥିଲେ ଚରମ ଦାସର ସ୍ତ୍ରୀ ଶାନ୍ତି ସବୁ କଥା ଲୁଚିକି ଶୁଣୁଥିଲା ଆଉ ତା ସ୍ୱାମୀକୁ କହିବାକୁ ଚାଲିଗଲା। କଣ ସତରେ ସୁନା ଧାନ ହେବ? ତୁମେ ସ୍ୱପ୍ନ ଦେଖୁଥିବ ଶୋଇକି। ଆରେ ମୁଁ ଶୋଇଥିଲି ସତ, ହେଲେ ସାଧୁ ବାବା ସତରେ ଆସିଥିଲେ ଆଉ ଚାଷ କରିବାକୁ କହିଲେ। ହଉ ଠିକ ଅଛି, ତୁମେ ଆଉ ଡେରି କରନି, ଯାଅ ଏବେଠୁ କାମରେ ଲାଗିଯାଅ। ତାପରେ ଆରାମ ଦାସ ଡେରି ନ କରି କ୍ଷେତକୁ ଯାଇ ହଳ କଲା। ଏପଟେ ଶାନ୍ତି ମଧ୍ୟ ଚରମ ଦାସକୁ ଯାଇ ସବୁ କଥା କହିଲା। ହେଇଟି ସିଏ ତ ଧାନ ଚାଷ କରି ସୁନା ଧାନ ଅମଳ କରିବ, ହେଲେ ଆମେ ସୁନା ଧାନ ଲଗେଇବା ଆଉ ସେଥିରୁ ସୁନା ଧାନ ଫଳିବ। ତାପରେ ଆମେ ଗାଁର ସବୁଠୁ ଧନୀ ଲୋକ ହେଇଯିବା। ହେଲେ ସୁନା ଧାନ କୋଉଠୁ ଆଣିବା? ତୁମେ ଗୋଟେ କାମ କର, ମୋର ସବୁ ଗହଣା ଆଉ ଜମି ପଟା ନେଇ ବନ୍ଧା ରଖି ସେ ଟଙ୍କାରେ ସୁନା ଧାନ ଆଣ। ଚରମ ଦାସ ଧନୀ ହେବା ଲୋଭରେ ଶାନ୍ତିର କଥା ଶୁଣିଲା। ଶାନ୍ତି କହିବା ଅନୁସାରେ ସୁନା ଧାନ ପାଇଁ ସବୁ ବନ୍ଧା ରଖିଲା। ଏପଟେ ଅଳସୁଆ ଆରାମ ଦାସ କଠିନ ପରିଶ୍ରମ କରୁଥିଲା। ଆରେ ତାରା, ଏକା ଆଉ କରିହବନି, କିଛି ଲୋକଙ୍କୁ ଆଣିବା ଆଉ ମଜୁରୀ ଦେଇ କାମ କରେଇବା। ତୁମେ ଯଦି କାହାକୁ କହିବ ତାହେଲେ ଆମର ଆଉ ସୁନା ଧାନ ଫଳିବନି, ତୁମକୁ ହିଁ ସବୁ କରିବାକୁ ପଡିବ। ଆରାମ ଦାସର ଫସଲ ଲାଗି ଯାଇଥିଲା। ଯେତେବେଳେ ଧାନ କାଟିବାର ସମୟ ଆସିଲା ତାକୁ ଗାଁର କିଛି ଲୋକ କହିଲେ, ଆରେ ଆରାମ ଭାଇ, ଏତେ ତରବର କାହିଁକି? ଆଉ କିଛି ଦିନ ପରେ ବି ଧାନ କାଟିଲେ ଚଳିବ। ଆରେ ଆରାମ, ଫସଲ ଏତେ ଭଲ ହୋଇଛି, ଏକା କାହିଁ ହଇରାଣ ହଉଛୁ? କିଛି ମଜୁରିଆ ବି ଲଗାଇ ଦେ। ନାଇଁ ମୋ କାକା, ଆମ ପାଖରେ ଏତେ ପଇସା ନାହିଁ ଯେ ଆମେ ଲୋକ ଲଗେଇ କାମ କରିପାରିବୁ। ତାପରେ ଆରାମ ଦାସ ଥକି ଯାଇ କହିଲା, ତାରା, ମୁଁ ଆଉ ପାରୁନି, କିଛି ଲୋକ ଲଗାଇବା। ଆରେ ଆମେ ଯଦି ଲୋକ ରଖିବା ସେମାନଙ୍କ ଆଖିରେ ଯଦି ସୁନା ଧାନ ପଡିବ ସେମାନେ ନେଇଯିବେ। ସେଥିପାଇଁ ଆମକୁ ହିଁ 2 ଦିନ ଭିତରେ ସାରିବାକୁ ପଡିବ। ଆରେ ଧାନ ଅମଳ ବି ହୋଇଗଲା, ହେଲେ ଗୋଟେ ବି ସୁନା ଧାନ ମିଳିଲାନି। ସାଧୁ ବାବା ତ କହିଥିଲେ ସୁନା ଧାନ ଫଳିବ ବୋଲି। ସାଧୁ ବାବା ତ ଠିକ କହିଥିଲେ, ଧାନ ହିଁ ହେଉଛି ଅସଲି ସୁନା ଏବଂ ସେ ଧାନକୁ ହିଁ ସୁନା ବୋଲି କହିଛନ୍ତି। ଆମେ ତ ବୁଝି ପାରିନଥିଲେ। ଯାହା ହଉ, ଧାନ ତ ଭଲ ହୋଇଛି। ଆରେ ଏତେ ଟଙ୍କା? ହଁ ତାରା, ଏବେ ଆଉ ଦୁଃଖ ନାହିଁ, ଏମିତି ହିଁ ଚାଷ କରି ଟଙ୍କା ରଖିବା। ଏପଟେ ଚରମ ଦାସର ସୁନା ଧାନ ଗଜା ବି ହୋଇନଥାଏ। ଆରେ ସେ ଅଳସୁଆ ଧାନ ବିକ୍ରି କରି ଧନୀ ହେଲାଣି, ଆଉ ତୁମେ କଣ କରୁଛ? ତୋରି ପାଇଁ ସବୁ ହେଲା, ଧାନକୁ ଧାନ ଗଲା, ଫସଲ ବି ହେଲାନି। ତୋ କଥାରେ ମୁଁ 5ଟା ସୁନା ଧାନ ପୋତିଲି, ଆଉ ଏବେ ସୁନା ଧାନ ମାଟିରେ ହଜିଗଲା, ଧାନ ବି ଗଲା ଆଉ ଧାନ ଚାଷ ବି ଗଲା। ତୋରି ଲୋଭ ପାଇଁ ଏମିତି ହେଲା।